हेलो हाय सांग माने नमस्ते। ମୁଁ ଆଶା କରୁଛି ଭଲ ଥିବେ ସମସ୍ତେ। ଜୟ ଜଗନ୍ନାଥ। ଆଉ ଏବେ ମୁଁ ବର୍ତ୍ତମାନ ଗୋଟେ ଭିଡ଼ିଓ କରିବା ପାଇଁ ଚାହୁଁଛି, ଗୋଟେ କଲ୍ ପ୍ରାଙ୍କ। ମୋ ଗର୍ଲଫ୍ରେଣ୍ଡ ସହିତ ମୁଁ 2 ଦିନ ହେଲା ମୁଁ କଥା ହେଇନାହିଁ। ମୁଁ ଏବେ ଅଲଗା ନମ୍ବରରୁ ଫୋନ୍ କରିବି, ଦେଖିବା ତାଙ୍କ ରିଆକ୍ସନ୍ କ'ଣ ହେଉଛି। ଗୋଟେ ପ୍ରାଙ୍କ କରିବା ତାଙ୍କ ସହିତ, ମାନେ ତାଙ୍କ ରିଆକ୍ସନ୍ଟା କ'ଣ ହେଉଛି ଆସନ୍ତୁ ଦେଖିବା। ବସ୍ 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 ଏଇ ବସ୍ ବସ୍ ବସ୍। ମୁଁ ତାହେଲେ ଦେଖାଉଛି। ଦେଖାହେଲା। ନମ୍ବର ମାରିବା, ପାସୱାର୍ଡ କଣ ମୁଁ ଦେଖା ହଉଛି ନା? ଦେଖିବା ତାଙ୍କ ରିଆକ୍ସନ୍ କ'ଣ ହେଉଛି। ହ୍ୟାଲୋ ଆଜ୍ଞା। ଆପଣ ମୁଁ ଫାଇନାନ୍ସ ଏଜେଣ୍ଟ କହୁଥିଲି। କୋଉ ଫାଇନାନ୍ସ? ବାଜାଜ ଫାଇନାନ୍ସ ଏଜେଣ୍ଟରୁ କହୁଥିଲି। କଣ କହୁଛୁ? ଆପଣଙ୍କୁ ନେଇଥିଲେ ଇନଷ୍ଟଲମେଣ୍ଟରେ ଯୋଉ 50,000 ଟଙ୍କା, ଆପଣ ସୁଝିନାହାନ୍ତି କ'ଣ ପାଇଁ? ଆଉ ଥରେ ଟିକେ କଣ ଶୁଭିଲାନି? कौन है ये लोग? ଆପଣ ଯୋଉ ଇନଷ୍ଟଲମେଣ୍ଟରେ ପଇସା ନେଇଥିଲେ ବାଜାଜ कहाँ से ଫାଇନାନ୍ସରୁ, आते हैं ये? ଆପଣ ଦଉନାହାନ୍ତି କ'ଣ ପାଇଁ? ରଖିଦେ, ମୁଁ ଜାଣିପାରୁଛି ହେଲା, ଦେଇନାହିଁ କଣ ପାଇଁ। ହ୍ୟାଲୋ। ମୁଁ ଜାଣିପାରୁଛି, ରଖିଦେ, ଦେଇନାହିଁ କଣ ପାଇଁ। ହ୍ୟାଲୋ ହାय ସାଙ୍ଗମାନେ, ବର୍ତ୍ତମାନ ମୁଁ ଯୋଉ ପ୍ରାଙ୍କଟି କରୁଥିଲି, ପ୍ରାଙ୍କରେ ମୁଁ ଫେଲ୍ ହେଇଗଲି। ଆଉ ମୋ ଭଏସଟା ଏମିତି ଗୋଟେ ଭଏସ, କିନ୍ତୁ ସେ ଜାଣିପାଇଲା। କାହିଁକିନା ଭଲ ପାଇବା ଏମିତି ଗୋଟେ ଜିନିଷ, ମାନେ ମନ କଥା ମନ ହିଁ ବୁଝେ। ଆଉ ମନ କଥା ପଡ଼ି ବି ହୁଏ। ଆଉ ସେ ଯେହେତୁ ସେଥିପାଇଁ ମୋ କଥା ସେ ଜାଣିଦେଲା। ମୋ ସହିତ ମାନେ ଏନିଥିଙ୍ଗ ଏନି ଟାଇମ୍ ଏନିୱେ ଏବେ କଥା ହୁଏ। ମୋ ଭଏସ୍ ଯେତେବେଳେ ବି ଅଲଗା ତା ଫୋନ୍ କେହି ବି କିଛି ରିସିଭ୍ କରନ୍ତି, ମୁଁ ବି ଜାଣିପାରେ ହେଲା। ସେଥିପାଇଁ ମୁଁ ଫୋନ୍ କାଟିଦିଏ। ଆଉ ମୋ ଫୋନ୍ରେ ଅଲଗା କିଏ ବି ରିସିଭ୍ କଲେ ସିଏ ବି ଜାଣିପାରେ। ଏବେ ବର୍ତ୍ତମାନ ମୁଁ ତା ପାଖକୁ ପ୍ରାଙ୍କ କରିଥିଲି ଅଲଗା ନମ୍ବରରୁ, ସେ ଜାଣିଗଲା। ଜାଣିଗଲା ଆଉ ପ୍ରାଙ୍କ ଫେଲ୍ ହେଇଗଲା। ଆଉ ହଉ ଆସନ୍ତୁ ଦେଖିବା। ମାନେ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ ମାଧ୍ୟମରେ ମତାମତ ଜଣାଇବେ। ଆଉ ଭିଡ଼ିଓଟି କେମିତି ଲାଗିଲା। ଆଉ ମୁଁ ତ ପ୍ରାଙ୍କରେ ଫେଲ୍ ହେଇଗଲି। ଆଉ କୋଉଦିନ ଗୋଟେ ପ୍ରାଙ୍କ କରିବା, ଦେଖିବା ତା ସହିତ ଏମିତି ଗୋଟେ ପ୍ରାଙ୍କ କରିବା, ସେମିତି ଯେମିତି ନ ଜାଣିପାରିବ ହେଲା। ହଉ ରହିଲି, ଜୟ ଜଗନ୍ନାଥ।